ला 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 मेघा भरा आसिला टुपुरु टुपुरु केशर माइला गजा। ଆରେ ଆରେ ତୁ ସେତିକି ନାଚିଥା। ଯା ମୋ ପାଇଁ ଖାଇବା ବାଢ଼ିବୁ, ମୋ ପେଟରେ ମୂଷା ଦୌଡ଼ିଲେଣି। ଆରେ ମରିଗଲି ରେ ମରିଗଲି। ତୋ ଦେହରେ କ'ଣ ଭୂତ ପଶିଗଲା? ମୋତେ ଏମିତି ମାରୁଛୁ କାହିଁକି? ନା ନା ମୁଁ ତୁମକୁ ମାରୁନି, ମୁଁ ସେଇ ମୂଷାମାନଙ୍କୁ ପିଟୁଛି। ଯୋଉ ମୂଷାମାନେ ତମ ପେଟରେ ଅଛନ୍ତି ସେମାନେ ଶୀଘ୍ର ବାହାରି ଯାଆନ୍ତୁ, ନହେଲେ ତମ ପେଟକୁ କାମୁଡ଼ି ପକେଇବେ। ଆଉ ମାରନି, ମୋତେ ଛାଡ଼ି ଦେ। ମୋ ପେଟରେ ସତ ସତିକା ମୂଷା ନାହାନ୍ତି। ହେଲେ ତୁମେ ପରା ଏବେ କହିଲ ତୁମ ପେଟରେ ମୂଷା ଦୌଡୁଛନ୍ତି। ଆରେ ସେଇଟା ଗୋଟେ କଥା। ଭୋକ ଲାଗିଲେ ସେମିତି କୁହନ୍ତି, ତାକୁ ସତ ଭାବି ତୁ ମୋତେ ଏତେ ପିଟିଲୁ। ଏହେ ମୋର ଭୁଲ ହେଇଗଲା ମ, ମତେ କ୍ଷମା କରିଦିଅ। ମୁଁ ତୁମ କଥା ବୁଝିପାରିଲିନି। ଆସ ଆସ ମୁଁ ଖାଇବା ବାଢ଼ିଦେବି, ଖାଇବ। ମା ମା ଏତେ ସାରା ଖେଳନା ତୁମେ ମୋ ପାଇଁ ଆଣିଛ? ହଁ ରେ ମା, ଏସବୁ ଖେଳନା ମୁଁ ତୋ ପାଇଁ ଆଣିଛି। ଏବେ ତୁ ଖୁସି ତ? ହଁ ମା ମୁଁ ବହୁତ ଖୁସି। ଆରେ ତୁ ଜାଣିଛୁ ଏ ବର୍ଷ ଚଢ଼େଇ ପରିବା ଚାଷ କରିଛି। ମୁଁ ଶୁଣିଥିଲି ଚଢ଼େଇର ଏ ବର୍ଷ ବହୁତ ଭଲ ପରିବା ଚାଷ ହେଇଛି। ଆଚ୍ଛା, ଚଢ଼େଇର ଜମିରେ ଏମିତି କ'ଣ ଅଛି ଯେ ପ୍ରତିବର୍ଷ ତାର ଏତେ ଭଲ ପରିବା ଚାଷ ହୁଏ? ତା ପରିବା ଖାଇବାକୁ ବି ଭାରି ସ୍ୱାଦିଷ୍ଟ ଲାଗେ। ହଁ, ସେଥିପାଇଁ ସମସ୍ତେ ତା ପାଖରୁ ହିଁ ପରିବା କିଣନ୍ତି। ହେଲେ ଏ ବର୍ଷ କେହି ବି ତା ପାଖରୁ ପରିବା କିଣିବେନି, କାରଣ ଚଢ଼େଇ ଜମିରେ ଏ ବର୍ଷ ପରିବା ହିଁ ରହିବନି। ତୁମେ ସେ ଚଢ଼େଇର ପରିବା ସହ କ'ଣ କରିବ? କୁହ କୁହ, ମତେ ବି ଟିକେ କୁହ। ଏମିତି କାଉ ତା ଯୋଜନା କଥା ତା ସ୍ତ୍ରୀକୁ କହିଲା। ସେଇ ବର୍ଷାରେ ଭିଜି ଭିଜି ଦୁଇ କାଉ ଚଢ଼େଇର ସବୁ ପରିବା ଚୋରି କରି ନିଜ ଘରକୁ ନେଇ ଆସିଲେ। ଆରେ ଆଜି ତ ପ୍ରବଳ ବର୍ଷା ହେଉଛି। ଏ ବର୍ଷାରେ କେହି ବି ପରିବା କିଣିବା ପାଇଁ ବଜାରକୁ ଆସିବେନି। ଆଜି ଦିନଟା ଏ ପରିବା ସବୁ ଆମ ଘରେ ଥାଉ, କାଲି ଆମେ ପରିବା ଧରି ବଜାରକୁ ଯିବା। ଆଚ୍ଛା ଆଚ୍ଛା, ତୁମକୁ ଯାହା ଠିକ୍ ଲାଗୁଛି ତା କର। ମତେ ଭାରି ନିଦ ଲାଗିଲାଣି, ମୁଁ ଯାଉଛି ଶୋଇବି। ମା ମା କାଲି ମୋ ଜନ୍ମଦିନ, ମତେ କ'ଣ ଉପହାର ଦେବ? ମୋ ଝିଅ ଯାହା କହିବ ମୁଁ ସବୁ ଆଣିଦେବି। କହିଲୁ ମା, ତତେ କ'ଣ ଦରକାର? ମା ମତେ ପରିବା ଖାଇବାକୁ ଭାରି ଭଲ ଲାଗେ। ଚଢ଼େଇ ଆଣ୍ଟିଙ୍କ ପରିବା ଭାରି ସ୍ୱାଦିଷ୍ଟ। କାଲି ମୋର ସାଙ୍ଗମାନେ ଆମ ଘରକୁ ଆସିବେ। ଯାଅ ନା ମା, ଚଢ଼େଇ ଆଣ୍ଟିଙ୍କଠୁ ପରିବା ନେଇ ଆସି ତରକାରୀ କରିଦେବ। ଆମେ ସବୁ ସାଙ୍ଗ ମିଶି ସ୍ୱାଦିଷ୍ଟ ପରିବାର ତରକାରୀ ଖାଇବୁ। ଆଚ୍ଛା ଠିକ୍ ଅଛି ରେ ମା, ମୁଁ ଏବେ ଯାଉଛି ଚଢ଼େଇ ଘରକୁ। ଚିଲ ଦିଦି, ଏତେ ବର୍ଷାରେ ତୁମେ ମୋ ଘରକୁ ଆସିଲ ଯେ? ଚଢ଼େଇ, କାଲି ମୋ ଝିଅର ଜନ୍ମଦିନ। ସେ ସ୍ୱାଦିଷ୍ଟ ପରିବା ଖାଇବାକୁ ଇଚ୍ଛା କରିଛି। ମୁଁ ଶୁଣିଛି ତ ପରିବା ଭାରି ସ୍ୱାଦିଷ୍ଟ। ମୁଁ ତୋଠୁ କିଛି ପରିବା କିଣିବାକୁ ଆସିଛି। ହଁ ହଁ ଚିଲ ଦିଦି, ଆଜି ସନ୍ଧ୍ୟା ସୁଦ୍ଧା ମୁଁ ପରିବା ତୋଳି ତୁମ ଘରେ ପହଞ୍ଚେଇ ଦେବି। ତାପରେ ଚିଲ ସେଠାରୁ ଚାଲିଗଲା। ମା ଚଢ଼େଇ ଶୀଘ୍ର ତା ଜମିକୁ ଗଲା, ଆଉ ଦେଖିଲା ତା ଜମିରେ ଗୋଟେ ବି ପରିବା ନାହିଁ। ଏ କ'ଣ ସର୍ବନାଶ ହେଇଯାଇଛି? ଗତକାଲି ମୋ ଜମିରେ ଅନେକ ପରିବା ଥିଲା, ଆଜି କ'ଣ ନାହିଁ? କିଏ ମୋର ସବୁ ପରିବା ଚୋରି କରି ନେଇଗଲା? ମୁଁ ଚିଲ ଦିଦିଙ୍କୁ କଥା ଦେଇଥିଲି, ହେଲେ ମୁଁ ଏବେ ତାଙ୍କ ପରିବା କେମିତି ଦେବି? ମନ ଦୁଃଖରେ କାନ୍ଦି କାନ୍ଦି ଚଢ଼େଇ ତା ଘରକୁ ଫେରି ଆସିଲା। ସେପଟେ କାଉମାନଙ୍କ ଘର ଭିତରେ ବର୍ଷା ପାଣି ପଡ଼ୁଥିଲା। ଆରେ ଆରେ ଏ କ'ଣ? ଆମ ଘର ଭିତରେ ତ ପାଣି ପଡ଼ୁଛି। ବର୍ଷା ଛାଡ଼ିବାର ନା ଧରୁନି। ଏ ବର୍ଷ ଆମେ ଆମ ଘର ମରାମତି କରିନାହାନ୍ତି। ଆମ ଘର ଭାଙ୍ଗିଯିବନି ତ? ହଁ ତୁମେ ଠିକ୍ କହିଲ, ମତେ ବି ଲାଗୁଛି ଆମ ଘର ଭାଙ୍ଗି ଯାଇପାରେ। ସେମାନଙ୍କ କଥା ସରିଛି କି ନାହିଁ, ତାଙ୍କ ଘର ଭାଙ୍ଗି ପାଣିରେ ଭାସିଗଲା। ତା ସହ ସବୁ ପରିବା ବି ପାଣିରେ ଭାସିଗଲା। ମରିଗଲି। ମୋତେ ଲାଗୁଛି ମୋ ଗୋଡ଼ ଭାଙ୍ଗି ଯାଇଛି। ଆରେ ମୋତେ ଟିକେ ଉଠିବାରେ ସାହାଯ୍ୟ କର। ଚୁପ୍ କର, ଆଜି ତୋ ବୁଦ୍ଧି ପାଇଁ ମୁଁ ବି କଷ୍ଟ ପାଉଛି। ଏତେ ଗୁଡ଼େ ପରିବା ଆମ ଭଙ୍ଗା ଘରେ ରଖିବା କ'ଣ ଦରକାର ଥିଲା? ପରିବାର ଓଜନ ସହି ନ ପାରି ଆମ ଘର ଭାଙ୍ଗିଗଲା, ଆଉ ତ ଗୋଡ଼ ବି ଭାଙ୍ଗିଗଲା। ହେ ଭଗବାନ, ଏତେ କଷ୍ଟ କରି ମୋ ଚଢ଼େଇର ପରିବା ଚୋରି କରିଥିଲି, ବିକ୍ରି ତ କରିପାରିଲିନି, ଓଲଟା ମୋ ଘର ଭାଙ୍ଗିଗଲା। ଏଇଥିପାଇଁ ଚଢ଼େଇ କୁହେ, ଅନ୍ୟର କ୍ଷତି କଲେ ନିଜର ହିଁ କ୍ଷତି ହୁଏ। ଏମିତି କିଛି ସମୟ ବିତିଗଲା। ବର୍ଷା ଛାଡ଼ିଗଲା। ଦେଖୁ ଦେଖୁ ସନ୍ଧ୍ୟାରୁ ରାତି ବି ହେଇଗଲା। ହେଲେ ଚଢ଼େଇ ପରିବା ନେଇ ଚିଲ ଘରକୁ ଗଲା ନାହିଁ। ଏମିତି ଦେଖି ତ ଚିଲ ଅନେକ ରାଗିଗଲା।
ସେ ସଙ୍ଗେ ସଙ୍ଗେ ଚଢ଼େଇର ଘରକୁ ଗଲା। ଏଇ ବଦମାସ ଚଢ଼େଇ, ତୁ କଥା ଦେଇ କାହିଁକି କଥା ରଖିଲୁନି? କାଲି ସକାଳ ସୁଦ୍ଧା ମତେ ଯଦି ପରିବା ନ ଆଣିଦେବୁ ମୁଁ ତତେ ମାରିବା ପାଇଁ ଦ୍ୱିତୀୟ ଥର ଭାବିବିନି। ଏମିତି କହି ଚିଲ ସେଠାରୁ ଚାଲିଗଲା। ତା କଥା ଶୁଣି ମା ଚଢ଼େଇ ଭୟରେ କାନ୍ଦିଲା। ତାର ସବୁ କଥା ଗୋଟେ ମିଟୁ ଶୁଣୁଥିଲା। ସେ ଚଢ଼େଇ ପାଖକୁ ଯାଇ ତାଠୁ ସବୁ ଘଟଣା ଶୁଣିଲା। ମୁଁ ଏବେ କିଛି ବୁଝିପାରୁନି ମିଟୁ, ଏତେ ଶୀଘ୍ର ମୁଁ ଏତେ ଗୁଡେ ପରିବା କେମିତି ଯୋଗାଡ଼ କରିବି? ଚଢ଼େଇ ଏବେ ଆଉ କାନ୍ଦି, ମୋ ପାଖରେ ଏକ ଉପାୟ ଅଛି। ମୋର ଗୋଟେ ସାଙ୍ଗ ପାଖ ଜଙ୍ଗଲରେ ପରିବା ବ୍ୟବସାୟ କରି, ଚାଲେ ତାଠୁ କିଛି ପରିବା କିଣି ଆଣି ଚିଲ ଦିଦିଙ୍କୁ ଦେଇଦେବା। ତାପରେ ମିଟୁ ଆଉ ଚଢ଼େଇ ପାଖ ଜଙ୍ଗଲକୁ ଯିବା ପାଇଁ ବାହାରି ପଡ଼ିଲେ। ହଠାତ୍ ରାସ୍ତାରେ ସେମାନେ କିଛି ପରିବା ନଦୀ ପାଣିରେ ଭାସୁଥିବାର ଦେଖିଲେ। କଣ ଏତେ ଗୁଡେ ପରିବା ନଦୀ ପାଣିରେ କିଏ ଭସେଇ ଦେଇଛି? ପରିବା ସବୁ କେତେ ତାଜା ଦେଖାଯାଉଛି। ଶୁଣ ଚଢ଼େଇ, ଆଉ କାହିଁ ପାଖ ଜଙ୍ଗଲକୁ ଯିବା, ଚାଲେ ଏ ସବୁ ପରିବା ନେଇ ଚିଲ ଦିଦିଙ୍କୁ ଦେଇଦେବା। ତାପରେ ସେମାନେ ପରିବା ସବୁ ନଦୀରୁ ବାହାର କରି ଚିଲ ପାଖକୁ ନେଇଗଲେ। ଚିଲକୁ ବି ସେ ସବୁ ପରିବା ଭାରି ସ୍ୱାଦିଷ୍ଟ ଲାଗିଲା, କାରଣ ସେ ସବୁ ପରିବା ଚଢ଼େଇର ହିଁ ଥିଲା। ଏମିତି ଚିଲ ଖୁସି ହେଇ ମା ଚଢ଼େଇକୁ ଅନେକ ସାରା ଉପହାର ଦେଲା। ମିଟୁ ଆଉ ଚଢ଼େଇ ଖୁସିରେ ନିଜ ଘରକୁ ଫେରି ଆସିଲେ। ମୁଁ ଆଉ ଖେଳିବିନି, ଆଜି ଶୀଘ୍ର ଘରକୁ ଯିବି। ଆମ ଗଛରେ ନା ଅନେକ ପିଜୁଳି ଫଳିଛି, ଚାଲ କୁନି ମୋ ସାଙ୍ଗରେ, ତୁ ବି ପିଜୁଳି ଖାଇପାରିବୁ। ସତରେ ମିକି, ତମ ଗଛରେ ପିଜୁଳି ଫଳିଛି? ମୁଁ ଆଜି ଯାଇ କେବେ ବି ପିଜୁଳି ଖାଇନି। ଚାଲ ମିକି, ଆଜି ମୁଁ ତୋ ସାଙ୍ଗରେ ପିଜୁଳି ଖାଇବାକୁ ଯିବି। ତାପରେ କୁନି ମିକି ସାଙ୍ଗରେ ତା ଘରକୁ ଗଲା। ସେତେବେଳେ ମିକିର ବାପା ମା ପିଜୁଳି ପାଳୁଥିଲେ। ଆଣ୍ଟି, ମତେ ଗୋଟେ ପିଜୁଳି ଦିଅନ୍ତୁ ନା, ତୁମ ଗଛରେ ତ ଅନେକ ପିଜୁଳି ଫଳିଛି। ଗୋଟେ ପିଜୁଳିର ଦାମ କେତେ ଜାଣିଛୁ? ଚାଲି ଆସିଲା ମାଗଣାରେ ପିଜୁଳି ଖାଇବାକୁ। ପିଜୁଳି ଖାଇବାକୁ ଯଦି ତୋର ଏତେ ଇଚ୍ଛା, ଯା ନିଜ ବାପା ମାକୁ କହିବୁ ତୋ ପାଇଁ ପିଜୁଳି କିଣିଦେବେ। ମା, କୁନିକୁ ଏମିତି କାହିଁକି କହୁଛ? ଆମ ଗଛରେ ତ ଅନେକ ପିଜୁଳି ଫଳିଛି, ତାକୁ ଗୋଟେ ପିଜୁଳି ଖାଇବାକୁ ଦିଅ। ସେ ଆଜି ଯାଏ କେବେ ବି ପିଜୁଳି ଖାଏନି। ମୁଁ ତ ପ୍ରତ୍ୟେକ ଦିନ ପିଜୁଳି ଖାଏ, ଆଜି ମୁଁ ପିଜୁଳି ଖାଇବିନି। ମୋ ଭାଗ ପିଜୁଳି କୁନିକୁ ଦେଇଦିଅ। ମିକି, ମୁଁ ତତେ ମନା କରିଥିଲି ନା ଏମିତି ଗରିବ ଚଢ଼େଇଙ୍କ ସହ ଖେଳିବୁନି। କୁନି ପାଇଁ ଭାରି ଦରଦ ଉଛୁଳି ପଡୁଛି ନାଇଁ? ଆଉ ଦିନେ ବି ତୁ ଏ କୁନି ସାଙ୍ଗରେ ସାଙ୍ଗ ହେବୁନି। ଆଉ କୁନି, ତୁ ପିଜୁଳି ଖାଇବାକୁ ଯଦି ଏତେ ଇଚ୍ଛା, ଯା ତୋ ମା ପାଖରୁ ଆଗ ଟଙ୍କା ଆଣିବୁ। ଟଙ୍କା ଦେଲେ ଯାଇ ମୁଁ ତତେ ପିଜୁଳି ଦେବି। ଏମିତି ଶୁଣି ମନ ଦୁଃଖରେ କୁନି ନିଜ ଘରକୁ ଫେରି ଆସିଲା। ମା, ଜାଣିଛ ମୁଁ ଆଜି ମିକି ଘରକୁ ଯାଇଥିଲି। ମିକି ଘର ଗଛରେ ନା ଅନେକ ପିଜୁଳି ଫଳିଛି। ମୁଁ ଆଣ୍ଟିଙ୍କୁ ଗୋଟେ ପିଜୁଳି ଖାଇବାକୁ ମାଗୁଥିଲି, ହେଲେ ସେ ମତେ ପିଜୁଳି ଦେଲେନି। ତୁ କାହିଁକି ସେଠାକୁ ଯାଉଥିଲୁ ରେ ମା? ତୁ ତ ଜାଣୁ ଆମେ କେତେ ଗରିବ। ସେ ଧନୀ ଚଢ଼େଇ ମାନେ ଆମକୁ ଘୃଣା କରନ୍ତି। ତୁ ମନ ଦୁଃଖ କରନି ରେ ମା। ଏବେ ସିନା ଆମ ପାଖରେ ଟଙ୍କା ନାହିଁ, ମୁଁ ଖୁବ୍ ଶୀଘ୍ର ଟଙ୍କା ଜମା କରି ତୋ ପାଇଁ ପିଜୁଳି କିଣିଦେବି। ମା, ମୋର ଭୁଲ ହେଇଗଲା। ମୁଁ ଆଉ କେବେ ବି ପିଜୁଳି ଖାଇବାକୁ ଜିଦ୍ କରିବିନି, କି ମିକି ଘରକୁ ବି ଯିବିନି। ଆରେ କୁନି, ତୁ ଆଉ ଖେଳିବାକୁ କାହିଁକି ଆସୁନୁ? ମୋ ମା ପାଇଁ ମୋ ଉପରେ ରାଗିଛୁ କି? ନାଇଁ ମିକି, ମୁଁ ତୋ ଉପରେ ରାଗିନି। ମୁଁ ଯଦି ତୋ ସାଙ୍ଗରେ ଖେଳିବି ତୋ ମା ତତେ ପିଟିବେ, ସେଥିପାଇଁ ମୁଁ ତୋ ସହ ଖେଳିବାକୁ ଆସୁନଥିଲି। ଆଚ୍ଛା ମିକି, ତମର ତ ପିଜୁଳି ବଗିଚା ଅଛି, ତୋ ପାଖରେ ପିଜୁଳି ମଞ୍ଜି ବି ଥିବ ନା? ହଁ କୁନି, ଆମ ଘରେ ଅନେକ ପିଜୁଳି ମଞ୍ଜି ଅଛି। ତୁ ଏଠି କିଛି ସମୟ ଅପେକ୍ଷା କର, ମୁଁ ଏବେ ତତେ ପିଜୁଳି ମଞ୍ଜି ଆଣିଦଉଛି। ଏମିତି କହି ମିକି ତା ଘରକୁ ଗଲା ଆଉ କୁନି ପାଇଁ କିଛି ପିଜୁଳି ମଞ୍ଜି ନେଇ ଆସିଲା। ମିକି ଆଉ କୁନି ଥିଲେ ବହୁତ ଭଲ ସାଙ୍ଗ। ମିକି ପାଖରୁ ପିଜୁଳି ମଞ୍ଜି ନେଇ କୁନି ତା ଘରକୁ ଗଲା। ମା, ଦେଖ, ମୋ ସାଙ୍ଗ ମିକି ମତେ ଅନେକ ପିଜୁଳି ମଞ୍ଜି ଦେଇଛି। ଏବେ ମୁଁ ଏ ପିଜୁଳି ମଞ୍ଜି ଲଗେଇ ତାର ଯତ୍ନ ନେବି। ଯେତେବେଳେ ପିଜୁଳି ଗଛ ବଡ଼ ହେବ, ସେଥିରେ ଫଳ ଫଳିବ, ମୁଁ ଅନେକ ପିଜୁଳି ଖାଇପାରିବି। ଆଚ୍ଛା ଠିକ ଅଛି ରେ ମା, ଏ ସବୁ ପିଜୁଳି ମଞ୍ଜି ତୁ ଆମ ଘର ଚାରି ପାଖରେ ଲଗେଇ ଦେ। ଚାରା ଗଛ ବାହାରିଲା ପରେ ତୁ ତାର ଯତ୍ନ ନେବୁ। ଦେଖିବୁ କିଛି ଦିନ ପରେ ତୋ ଗଛ ବଡ଼ ହେଇ ସେଥିରେ ପିଜୁଳି ଫଳିବ। ତାପରେ କୁନି ତା ଘର ଚାରି ପାଖରେ ପିଜୁଳି ମଞ୍ଜି ଲଗେଇଦେଲା। କିଛି ଦିନ ପରେ 2ଟି ଗଛ ବାହାରିଲା। କୁନି ତା ଗଛ ମୂଳରେ ପାଣି ଦେଇ ତାଙ୍କର ଯତ୍ନ ନେଉଥିଲା। ଏମିତି ବେଶ କିଛି ଦିନ ବିତିଗଲା।
ଦୁଇ ଗଛ ବଡ଼ ହେଇ ସେଥିରେ ଅନେକ ପିଜୁଳି ଫଳିଲା। ମା ମା ଦେଖ, ଆଜି ମୋ ଦୁଇ ଗଛରେ କେତେ ପିଜୁଳି ଫଳିଛି। ଏବେ ମୁଁ ମନ ଭରି ପିଜୁଳି ଖାଇପାରିବି। କୁନି, ତୁ ଆମର ବହୁତ ଯତ୍ନ ନେଇଛୁ। ତୋ ପାଇଁ ଆମ ଗଛରେ ଅନେକ ଫଳ ଫଳିଛି। ଏ ସବୁ ପିଜୁଳି ଆଜିଠୁ ତୋର। ତୁ ମନ ଭରି ଏବେ ପିଜୁଳି ଖାଇପାରିବୁ। ଆଉ ହଁ କୁନି, ଏଇ ଦୁଇ ଗଛର ପିଜୁଳି କେବେ ବି ସରିବନି। ମା ଦେଖ, ଆମ ପିଜୁଳି ଗଛ କଥା କହିପାରେ। ଆମ ପିଜୁଳି ଗଛ ଅନେକ ସୁନ୍ଦର ନା? ସେ ମୋ ସହ କଥା ହେଉଛି ଆଉ କହୁଛି ଯେତେ ତୋଳିଲେ ବି ଆମ ପିଜୁଳି କେବେ ସରିବନି। ଆରେ ସତରେ ତ ଆମ ପିଜୁଳି ଗଛ କଥା କହୁଛି। ଇଏ ବହୁତ ଭଲ କଥା। ଏଇ ଗଛର ପିଜୁଳି ଯଦି କେବେ ସରିବନି, ଆମେ କିଛି ପିଜୁଳି ନେଇ ବଜାରରେ ବିକ୍ରି କରିପାରିବା। ପିଜୁଳି ରାଣୀ, ଆମକୁ ଏତେ ଭଲ ଉପହାର ଦେଇଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ। ତାପରେ କୁନି କିଛି ପିଜୁଳି ତୋଳି ଖାଇଲା। ତାର ମା କିଛି ପିଜୁଳି ତୋଳି ବଜାରକୁ ବିକ୍ରି କରିବା ପାଇଁ ନେଲା। ପିଜୁଳି ନିଅନ୍ତୁ ପିଜୁଳି, ମିଠା ମିଠା ପାଚିଲା ପିଜୁଳି। ମା ଚଢ଼େଇକୁ ପିଜୁଳି ବିକ୍ରି କରୁଥିବାର କାଉ ଦେଖିଲା। ସେ ତ ଅନେକ ରାଗିଗଲା। ଆରେ, ଏଇ ଗରିବ ଚଢ଼େଇ ପାଖରେ ପିଜୁଳି କିଣିବାକୁ ଟଙ୍କା ନଥିଲା, ତାହେଲେ ସେ ଏତେ ବଡ଼ ବଡ଼ ପାଚିଲା ପିଜୁଳି ପାଇଲା କୋଉଠୁ? ନିଶ୍ଚୟ ଏ ମୋ ପିଜୁଳି ଚୋରି କରିଥିବ। ମୁଁ ଶୀଘ୍ର ଘରକୁ ଯାଏ। ମିକି, ଏ ମିକି, ଶୀଘ୍ର ମୋ ପାଖକୁ ଆସେ। କଣ ହେଲା ମା? ମତେ କାହିଁକି ଡାକିଲ? ସତ ସତ କହ ମିକି, ତୁ କୁନିକୁ ଆମ ପିଜୁଳି ଦେଇଛୁ ନା? ଯଦି ମିଛ କହିବୁ ମୁଁ ତତେ ବହୁତ ପିଟିବି। ଭୟରେ ମିକି ତା ମାକୁ ସେ କୁନିକୁ ମଞ୍ଜି ଦେବା କଥା କହିଦେଲା। ସବୁ ଶୁଣି କାଉ ରାଗରେ ଚଢ଼େଇ ଘରକୁ ଗଲା। ଆଚ୍ଛା, ମୋଠୁ ମଞ୍ଜି ନେଇ ଏମାନେ ଏଠି ଗଛ ଲଗେଇଛନ୍ତି। ମୁଁ ଆଜି ଏମାନଙ୍କର ସବୁ ପିଜୁଳି ତୋଳି ନେଇଯିବି। କାଉ ଯେମିତି ପିଜୁଳି ତୋଳିବାକୁ ଗଲା, ହଠାତ୍ ସେ ପିଜୁଳି ଗଛଟି କଥା କହିଲା। ତାଙ୍କ ଶବ୍ଦ ଶୁଣି ମା ଚଢ଼େଇ ଆଉ କୁନି ବାହାରକୁ ଆସିଲେ। କାଉ, ତୁ ବହୁତ ଲୋଭୀ। ତୁ କୁନିର ପିଜୁଳି ଚୋରି କରିବାକୁ ଆସିଛୁ। ଦିନେ ତୁ କୁନିର ବହୁତ ଅପମାନ କରି ତାକୁ ତୁ ପିଜୁଳି ନ ଦେଇ ନିଜ ଘରୁ ବାହାର କରିଦେଇଥିଲୁ। ଆଉ ଆଜି ତୁ ତାର ପିଜୁଳି ଚୋରି କରିବାକୁ ଆସିଛୁ। ମୁଁ ତତେ ୟାର ଶାସ୍ତି ଦେବି। ଏମିତି କହି ପିଜୁଳି ଗଛ କାଉକୁ କରେଣ୍ଟ ସକ୍ ଦେଲା। କାଉ ଯନ୍ତ୍ରଣାରେ ଛଟପଟ ହେଲା। ଭାରି କଷ୍ଟ ହେଉଛି। ମୋର ଭୁଲ ହେଇଗଲା। ମୁଁ ଆଉ କେବେ ବି ଏଠାକୁ ଆସିବିନି। ଦୟାକରି ମତେ ମାରନି, ମତେ ଛାଡ଼ି ଦିଅ। ପିଜୁଳି ରାଣୀ, କାଉ ଆଣ୍ଟିଙ୍କୁ ମାରନି। ସେ ମୋ ସାଙ୍ଗ ମିକିର ମା। ସେ ମରିଗଲେ ମୋ ସାଙ୍ଗ ମିକି ଅନେକ କଷ୍ଟ ପାଇବ। ଦୟାକରି ତାଙ୍କୁ ଛାଡ଼ି ଦିଅ। ଆଜି କେବଳ କୁନି ପାଇଁ ମୁଁ ତତେ ଛାଡ଼ିଦେଲି କାଉ। ଏବେ ଏଠୁ ଚାଲିଯା, ଆଉ ଦିନେ ଏଠାକୁ ଆସିବୁନି। ହଁ ହଁ, ମୁଁ